ଚାଷୀଙ୍କ ପାଇଁ ଆସିଲା ଖୁସି ଖବର 23ତମ କିସ୍ତି ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 13 ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ଜାରି କରିଥିଲେ। ଏହି କିସ୍ତି 9 କୋଟିରୁ ଅଧିକ ଚାଷୀଙ୍କୁ ଲାଭ ଦେଇଥିଲା। ଏହି କିସ୍ତିର ପାଣ୍ଠି ଆକାଉଣ୍ଟରେ ଜମା ହୋଇସାରିଥିବାରୁ ପରବର୍ତ୍ତୀ 23ତମ କିସ୍ତି ଆସିବା ସମ୍ପର୍କରେ ଆଲୋଚନା ଏବେ ତୀବ୍ର ହୋଇଛି। ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ସରକାର ଏହି ଯୋଜନାର ଆଗାମୀ କିସ୍ତି କେବେ ଜାରି କରିବେ। ଆଶା କରାଯାଉଛି ଯେ ସରକାର 2026 ସୁଦ୍ଧା ପରବର୍ତ୍ତୀ କିସ୍ତି ପାଇଁ ପାଣ୍ଠି ଜାରି କରିପାରନ୍ତି। ତଥାପି କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ। ଏହି ଦାବିଗୁଡ଼ିକ ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ କରାଯାଉଛି। ତଥାପି ଲକ୍ଷ ଲକ୍ଷ ଚାଷୀଙ୍କ ନଜର ପରବର୍ତ୍ତୀ କିସ୍ତି ଉପରେ ରହିଛି। ଏହି କିସ୍ତିର ଲାଭ ପାଇବା ପାଇଁ ଚାଷୀମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡ଼ିବ, ନଚେତ୍ ସେମାନେ ପୁଣି ଥରେ ବାଦ୍ ପଡ଼ିବାର ଆଶଙ୍କା ରହିଛି। କିସ୍ତି ପାଇବା ପାଇଁ ଚାଷୀମାନେ କ'ଣ କରିବା ଉଚିତ? ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପାଇବା ନିଶ୍ଚିତ କରିବା ପାଇଁ ଚାଷୀମାନେ କିଛି ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ କରିବା ଉଚିତ। ତେବେ ଏହି ଜରୁରୀ କାମ ପୂରଣ କରିବାରେ ବିଫଳ ହେଲେ କିସ୍ତି ଅଟକି ଯାଇପାରେ, ଯାହା ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅସୁବିଧା ହେବ। ତେଣୁ କୌଣସି ସମ୍ଭାବ୍ୟ ଜଟିଳତାକୁ ଏଡ଼ାଇବା ପାଇଁ ଚାଷୀମାନେ ଜମି ଯାଞ୍ଚ ଏବଂ ଇକେୱାଇସି ଭଳି କାର୍ଯ୍ୟଗୁଡ଼ିକୁ ଆକ୍ଟିଭ ଭାବରେ ସମାପ୍ତ କରିବା ଉଚିତ। ଇକେୱାଇସି ପ୍ରକ୍ରିୟା ସମାପ୍ତ କରିବା ପାଇଁ ଆପଣଙ୍କୁ ଏକ ଅନଲାଇନ୍ ପ୍ରକ୍ରିୟା ଫଲୋ କରିବାକୁ ପଡ଼ିବ। ତେବେ ଚାଷୀମାନେ କିପରି ଇକେୱାଇସି ପୂରଣ କରିପାରିବେ? ଏହି କାମ ପାଇଁ ଚାଷୀଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସରକାରୀ ୱେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବ। ଏହାପରେ ହୋମ୍ ପେଜ୍ରେ ସେମାନଙ୍କୁ ଫାର୍ମର୍ସ କର୍ଣ୍ଣର ବିଭାଗ ମଧ୍ୟରେ ଥିବା ଇକେୱାଇସି ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ସେମାନଙ୍କୁ ସେମାନଙ୍କର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ ପ୍ରଦର୍ଶିତ କ୍ୟାପ୍ଚା କୋଡ୍ ଦେବାକୁ ପଡ଼ିବ, ଯାହାପରେ ସେମାନେ ସର୍ଚ୍ଚ ଉପରେ କ୍ଲିକ୍ କରିପାରିବେ। ଏହାପରେ ସେମାନଙ୍କୁ ସେମାନଙ୍କର ଆଧାର କାର୍ଡ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଲେଖି ଗେଟ୍ ଓଟିପି ଉପରେ କ୍ଲିକ୍ କରିବାକୁ ପଡ଼ିବ। ତେବେ 22ତମ କିସ୍ତି କେବେ ମିଳିଥିଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ଗୁଆହାଟୀରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଚାଷୀଙ୍କ ପାଇଁ 22ତମ କିସ୍ତି 2000 ଟଙ୍କା ଲେଖାଏଁ ଜାରି କରିଥିଲେ। କିସ୍ତି ଏସ୍ଏମ୍ଏସ୍ ଜାରି ହେବା ବିଷୟରେ ଚାଷୀମାନଙ୍କୁ ସୂଚିତ କରାଯାଇଥିଲା। ଏବେ ବି ଅନେକ ଚାଷୀ ଅଛନ୍ତି ଯେଉଁମାନେ ମେସେଜ ପାଇନାହାନ୍ତି। ଯେଉଁ ଚାଷୀମାନେ ମୋବାଇଲ ଫୋନରେ ମେସେଜ ପାଇନାହାନ୍ତି ସେମାନେ ସେମାନଙ୍କର ବ୍ୟାଙ୍କକୁ ଯାଇ ସେମାନଙ୍କର ଷ୍ଟେଟମେଣ୍ଟ ଯାଞ୍ଚ କରିପାରିବେ ବୋଲି କୁହାଯାଇଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ